ସ୍ୱାଗତଂ ମୋର ବିକେ ଷ୍ଟଡି ଆଇକ୍ୟୁ ୟୁଟ୍ୟୁବ୍ ଚ୍ୟାନେଲକୁ। SBI ତରଫରୁ ନୋଟିଫିକେସନ୍ ଆସିଅଛି। ଯେଉଁମାନେ SBI ବ୍ୟାଙ୍କରେ ଜବ୍ କରିବା ପାଇଁ ଇଚ୍ଛୁକ ତାଙ୍କ ପାଇଁ ବହୁତ ସୁବର୍ଣ୍ଣ ସୂଚକ ଅଟେ ଏବଂ ଖୁସି ଖବର ଅଟେ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଇଟା ଗଭର୍ଣ୍ଣମେଣ୍ଟର ବ୍ୟାଙ୍କ ଅଟେ, ତେଣୁ ଗଭର୍ଣ୍ଣମେଣ୍ଟ ଚାକିରି ଅଟେ। ଏଇଟା ବହୁତ ଭଲ ସାଲାରୀ ମଧ୍ୟ ଅଛି। ଡେନ୍ ମୁଁ ଡିସ୍କସନ୍ କରିବି, ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରଥମେ ଡିସ୍କସନ୍ କରିବା ଆବେଦନ ତାରିଖ। ଆବେଦନ ତାରିଖ ହେଉଛି 2/12/2025 ଠାରୁ 23, ଏଇଟା ମନେ ରଖନ୍ତୁ 23/12/2025ର ଲାଷ୍ଟ ଡେଟ୍। ଜାଣିପାରିଲେ ଆପଣମାନେ ତାର ଏଠି ସବୁ ଏଠି ପୋଷ୍ଟ ସବୁ କ'ଣ ଡେଟ୍ ଆମେ ଡିସ୍କସନ୍ କରିବା ତଳକୁ। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଧୈର୍ଯ୍ୟ ଧରିକି ଆପଣମାନେ ଡିଟେଲ୍ ଜାଣିପାରିବେ। ଏଠି ଡିଟେଲ୍ ଡିସ୍କସନ୍ କରିବା ପୋଷ୍ଟ କ'ଣ ପୋଷ୍ଟ ଅଛି ସବୁ ଡିସ୍କସନ୍ କରିବା। ଏଠି ପୋଷ୍ଟ ଏଠି ଡିଟେଲ୍ ପୋଷ୍ଟ ନେମ୍ ଅଛି ଏଠି BP ତାପରେ କଷ୍ଟମର ରିଲେସନସିପ୍ ଏକ୍ଜିକ୍ୟୁଟିଭ୍। ଏଠି ସବୁ ତାର ଦେଇଛି ଭେକେନ୍ସି। PW ମାନଙ୍କର ତାର ଏଜ୍ ବୟସ କେତେ ହେଇଥିଲେ ଆପଣମାନେ ଆବେଦନ କରିପାରିବେ। ଏଠି ଦେଇଛି ମ୍ୟାକ୍ସିମମ୍ 42, ମିନିମମ୍ 26। ଏଠି 23, 35, 20, 35 ଏତିକି ବୟସ ହେଇଥିଲେ ଆପଣମାନେ ଆବେଦନ କରିପାରିବେ। ଏବଂ କାଟାଗୋରୀ ଅନୁସାରେ ମଧ୍ୟ ଅଛି। ଏଠି SC, ST, OBC, EWS, UR ଏଇଟା ତାର ଟୋଟାଲ୍ ପୋଷ୍ଟ ମେନ୍ସନ୍ ହେଇଛି। ଆପଣମାନେ ଦେଖିପାରିଲେ, ଆପଣମାନେ ଜାଣିପାରିଲେ ପୋଷ୍ଟ କ'ଣ, ତାପରେ କେତୋଟି ପୋଷ୍ଟ ଅଛି ଏଠି ସବୁ ଟୋଟାଲ୍ ମେନ୍ସନ୍ ହେଇଛି, ଆପଣମାନେ ଜାଣିପାରିଲେ। ନେକ୍ସଟ ଏଠି କେଉଁ ସର୍କଲ୍ ପାଇଁ କ'ଣ ସବୁ ଏଠି ସବୁ ମେନ୍ସନ୍ ହେଇଛି। ଏଠି ସବୁ ମେନ୍ସନ୍ ହେଇଛି କେଉଁ ସର୍କଲ୍ ପାଇଁ କ'ଣ ପୋଷ୍ଟ ୱାଇଜ୍ ଭେକେନ୍ସି ସବୁ ଡିଟେଲ୍ ମେନ୍ସନ୍ ହେଇଛି। ଏଠି ସବୁ କେଉଁ ସର୍କଲ୍ରେ କେତେ ଭେକେନ୍ସି ଅଛି, ଯେମିତି ଆମର ଭୁବନେଶ୍ୱରରେ ଅଛି ଏଠି ABP ପାଇଁ 13ଟି, ତାପରେ ABP ପାଇଁ ଏସବୁ ଅଛି। ସବୁ ଏଠି ସବୁ ଡିଟେଲ୍ ଆପଣମାନେ ଦେଖିପାରୁଥିବେ। ସବୁ ଆପଣମାନେ ଓଡ଼ିଶା ବାହାରେ ମଧ୍ୟ ପକାଇ ପାରିବେ ଏଇ ପୋଷ୍ଟକୁ, କାହିଁକିନା ଏଇଟା ହେଉଛି ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସେଥିପାଇଁ ଆପଣମାନେ ସବୁଆଡ଼େ ପକାଇ ପାରିବେ। ଏରେ ମେନ୍ସନ୍ ହେଇଛି ଇମ୍ପୋର୍ଟାଣ୍ଟ ଇନଫର୍ମେସନ୍, ଆପଣ ଏଇଟା କିଛି ପଢ଼ିବା ଦରକାର ନାହିଁ। ମୁଁ ଯେଉଁଟା ମେନ୍ ଆପଣଙ୍କୁ ସେଇଟା ମୁଁ କହିଦେଉଛି। ତାପରେ ସାଲାରୀ, ସମସ୍ତେ ତ ଅପେକ୍ଷା କରୁଛନ୍ତି ସାଲାରୀ କେତେ ମିଳିବ। ସାଲାରୀ ଯେଉଁଟାକି BP ପାଇଁ, ABP ପାଇଁ, କଷ୍ଟମର ରିଲେସନସିପ୍ ଏକ୍ଜିକ୍ୟୁଟିଭ୍ ପାଇଁ ଏରେ ସବୁ ସାଲାରୀ ଅଛି। ଦେଖନ୍ତୁ 44,70,000, ତାପରେ 30,20,000, 6,20,000 ଏତିକି ସବୁ ଆପଣମାନେ ପାଇପାରିବେ ସାଲାରୀ। ବହୁତ ମାନେ ସାଲାରୀ ତ ବହୁତ ଅଧିକ ଅଛି, ବହୁତ ଜଣେ ଆରାମସେ ତାଙ୍କର ଫ୍ୟାମିଲି ମଧ୍ୟ ଚଳାଇ ପାରିବ। ସେଥିପାଇଁ ଗୋଟେ ପରିଶ୍ରମ ଦରକାର, ଡେଲିଗେସନ୍ ଦରକାର, ତାହେଲେ ଯାକର ଆପଣମାନେ ଏଇଟା ପାଇପାରିବେ। ଏଠି ତାର ପୋଷ୍ଟ ଅନୁସାରେ ମୁଁ ଦେଇଛି, ତାର ସବୁ ଡିମେନ୍ସନ୍ ହେଇଛି। ଆପଣମାନେ ଦେଖିପାରିବେ ଫିକ୍ସড କେତେ, କ'ଣ ମୋବାଇଲ ମେଡ଼ିକାଲ ଆଲାଉନ୍ସ, କ'ଣ DA HRA ସବୁ ଏଠି କେତେ ପରସେଣ୍ଟ କ'ଣ ମିଳିବ, ଏଠି ସବୁ ଆପଣମାନେ ଭିଡ଼ିଓକୁ ଷ୍ଟପ୍ କରିକି ମଧ୍ୟ ଦେଖିପାରିବେ। ଏଇଟା ଆପଣମାନେ ପ୍ରଥମେ ଜବ୍ ପାଇଲା ପରେ ଜାଣିପାରିବେ। ଯେଉଁମାନେ ଜବ୍ କରୁଛନ୍ତି ସେମାନେ ମେଡ଼ିକାଲ ଆଲାଉନ୍ସ, DA ଇନକମ୍ ସବୁ ସେମାନେ ଜାଣିଥିବେ। ସେଥିପାଇଁ ଆପଣ ଜବ୍ ପାଇଲା ପରେ ଏଇଟା ଅଟୋମେଟିକ୍ ବୁଝିଯିବେ। ଏବେ ଡିସ୍କସନ୍ କରିବା ଏଜୁକେସନାଲ୍ କ୍ୱାଲିଫିକେସନ୍। ଯେଉଁଟା ପ୍ରଥମ ପୋଷ୍ଟ କ'ଣ ଥିଲା ଆମର BP ମାଣ୍ଡାଟୋରି ହେଉଛି ଆପଣମାନେ ଗ୍ରାଜୁଏସନ୍ କରିଥିଲେ, ଗ୍ରାଜୁଏସନ୍ ଫ୍ରମ୍ ଗଭର୍ଣ୍ଣମେଣ୍ଟ ରିକଗ୍ନାଇଜ୍ଡ ୟୁନିଭର୍ସିଟି ଅର ପ୍ରାଇଭେଟ୍ରେ କରିଥିଲେ ମଧ୍ୟ ଆପଣମାନେ ଆବେଦନ କରିପାରିବେ। ପ୍ରେଫରେନ୍ସ କାହାକୁ ଦିଆଯିବ, ଯେଉଁମାନେ କି ଯଦି ବ୍ୟାଙ୍କିଂରେ କରିଥିବେ, ମାର୍କେଟିଂ କରିଥିବେ, ତା ସହିତ 60% ଥିଲେ ତାଙ୍କୁ ଦିଆଯିବ। ନେକ୍ସଟ ଏଠି ସବୁ
ତାଙ୍କର କ'ଣ କ'ଣ ଯଦି ଏକ୍ସପିରିଏନ୍ସ ଥିବ କ'ଣ ଥିବ ସବୁ ଏଠି ସବୁ ମେନସନ୍ ହେଇଛି। ନେକ୍ସଟ ଦେଖିବା ନେକ୍ସଟ ପୋଷ୍ଟରୁ ମଧ୍ୟ ସେମିତି ଆମର ଗ୍ରାଜୁଏସନ୍ ମାଗିଛି। ତାପରେ ସେପରି ନେକ୍ସଟ ପୋଷ୍ଟ ଆମର ଥିଲା କଷ୍ଟମର ରିଲେସନସିପ୍ ଏକ୍ଜିକ୍ୟୁଟିଭ୍ ଥିଲା। ଏଇଟା ମଧ୍ୟ ମାଣ୍ଡାଟୋରି ଗ୍ରାଜୁଏସନ୍। ଆପଣମାନେ ଗ୍ରାଜୁଏସନ୍ କରିଥିଲେ ଆପଣମାନେ ବହୁତ ପୋଷ୍ଟକୁ ଆବେଦନ କରିପାରିବେ। ଏହିପରି ସବୁ ପୋଷ୍ଟ ଥିଲା। ଆପଣମାନେ ଜାଣିପାରିଲେ ଏଠି ସବୁ ତା'ର ଗାଇଡ଼ଲାଇନ୍ ଅଛି। ଆପଣମାନେ ଗାଇଡ଼ଲାଇନ୍ ଫିଜ୍ କ'ଣ ସବୁ ଦେଖିପାରିବେ। ଆପଣ ଗାଇଡ଼ଲାଇନ୍ ଏଠି ସବୁ ପଇସା ବାନ୍ଧି ପଡ଼ିବ। ଆପଣମାନେ ଏ ତାଙ୍କର ୱେବସାଇଟ୍ଟା SBI.bank ଆପଣ ଯେତେବେଳେ ମାରିବେ ଆପଣମାନେ ସେଠୁ ଯାଇକି ଆପ୍ଲାଏ କରିପାରିବେ। ଜାଣିପାରିଲେ ଆପଣମାନେ ସବୁ ଡିଟେଲ୍ ଜାଣିପାରିଲେ ଏଠି କେମିତି ଆପ୍ଲାଏ କରିବେ, ହାଉ ଟୁ ଆପ୍ଲାଏ। ଏଠି ତା'ର ୱେବସାଇଟ୍, ତାପରେ ଏଠି କ୍ଲିକ୍ କରିବେ, ତଳକୁ ସ୍କ୍ରୋଲ୍ କରିବେ, ଆଡ଼ଭର୍ଟାଇଜମେଣ୍ଟ ନମ୍ବର ପାଇବେ। ଏଠି ତା'ର ଆଡ଼ଭର୍ଟାଇଜମେଣ୍ଟର ନମ୍ବର ଏଠି ତା'ର ଡାଉନଲୋଡ଼ ସବୁ ଡିଟେଲ୍ ଆପଣମାନେ ଏଇ ଗୁଗୁଲ୍ କ୍ରୋମ୍ କିମ୍ବା ଗୁଗୁଲ୍କୁ ଯାଇକରି ଆପଣମାନେ ଏଇ SBI ଯଦି ମାରିବେ ଆପଣମାନେ କ୍ଲିୟର୍ ହେଇଯିବେ, ଡିଟେଲ୍ ପାଇଯିବେ। ଜାଣିପାରିଲେ ଆପଣମାନେ SBI ତରଫରୁ ବହୁତ ବଡ଼ ରିକ୍ରୁଟମେଣ୍ଟ ବାହାରିଛି। ତେଣୁ ଆପଣମାନେ କ'ଣ କରିବେ, ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। ସେମାନେ ଜାଣିପାରନ୍ତି ପୋଷ୍ଟ କ'ଣ ବାହାରୁଛି ଏବଂ ସେମାନେ ଜାଣିଲେ ଆପଣମାନେ ବି ଉପକୃତ ହେବେ ଆଉ ସାଙ୍ଗସାଥିମାନେ ମଧ୍ୟ ଉପକୃତ ହେବେ। ଯଦି ଆପଣମାନେ ପ୍ରଥମ ଥର ଏହି ୟୁଟ୍ୟୁବ୍ ଚ୍ୟାନେଲ୍ ଭିଡ଼ିଓକୁ ଦେଖୁଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ଅଲ୍ ନୋଟିଫିକେସନ୍ ଦବାଇ ଦିଅନ୍ତୁ। କାରଣ ଯେତେବେଳେ ମୁଁ ଏହିପରି ନୋଟିଫିକେସନ୍ ଆଡ଼ଭର୍ଟାଇଜମେଣ୍ଟ ଭିଡ଼ିଓ ଛାଡ଼ିବି ଆପଣଙ୍କ ନିକଟରେ ଭିଡ଼ିଓ ପହଞ୍ଚିବ। ରହିଲି, ଧନ୍ୟବାଦ। ନେକ୍ସଟ ଭିଡ଼ିଓରେ ଦେଖା ହେବା।